ଆଜି ଆମେ ଜାଣିବା ଜଗନ୍ନାଥଙ୍କର 56 ଭୋଗର ନାଁ ଓ କେତେବେଳେ କେଉଁ ଭୋଗ ପୂଜା କରାଯାଏ ଓ ତାଙ୍କ ନୀତିକାନ୍ତି ବିଷୟରେ। ଜଗନ୍ନାଥଙ୍କର ସକାଳ 8:30ରେ ଗୋପାଳ ବଲ୍ଲଭ ଭୋଗ, 10ଟାରେ ସକାଳ ଧୂପ, 11ଟାରେ ଭୋଗ ମଣ୍ଡପରେ ଭୋଗ, 12:30ରୁ 1 ଭିତରେ ମଧ୍ୟାହ୍ନ ଧୂପ, 7ଟାରୁ 8ଟା ସନ୍ଧ୍ୟା ଭିତରେ ସନ୍ଧ୍ୟା ଧୂପ ଓ ରାତି 11ଟାରେ ବଡ଼ସିଂହାର ଭୋଗ ହୋଇଥାଏ। ଆସନ୍ତୁ ଜାଣିବା 56 ଭୋଗ ବିଷୟରେ। 56 ଭୋଗର ନାମ ଭିତରେ ଅଟାକାଳ, ଅମାଲୁ, ଆରିସା, ଏଣ୍ଡୁରି, କଦମ୍ବ, କାକରା, କାନ୍ତି, ହଂସକୋଳି, କୋରା, ଖଇରଚୂଳ, ଖଜା, କ୍ଷୀରି, ଖୁରିମା, ଖେଚୁଡ଼ି, କ୍ଷୀରିସା, ଗଇଁଠା, ଗଜା, ଗୋଟାଳି, ଚକଟା, ଚକୁଳି, ଚିତଉ, ଛୁଞ୍ଚିପତ୍ର, ଜଗନ୍ନାଥ ବଲ୍ଲଭ, ଚେନାମଣି, ଝିଲି, ଡାକୁଆ, ଡାଳିମ୍ବ, ଛେନା ନଡ଼ିଆ, ତ୍ରିପୁରା, ଧଉଳା, ନାଡ଼ି, ପଣାଶୁଆ, ପଣା, ଅଦା ପାଚେଡ଼ି, ସରପୋଡ଼ି, ପାଳୁଅ କ୍ଷୀରି, ପଖାଳ, ପୋଡ଼ପିଠା ବା ସାତପୁରୀ ପିଠା, ପୁରୀ, ସରପୁଳି, ଫେଣି, ବଡ଼ା, ବଡ଼ି ବାମନ, ଭଜା, ଖୁଆମଣ୍ଡା, ମନୋହରା, ମହାଦେଇ, ଛେନା ମାଣଡୁଆ, ମୋହନ ଭୋଗ, ରସାବଳି, ଲଡ଼ୁ, ରାଧାବଲ୍ଲଭ, ଲହୁଣିଆ, ଲକ୍ଷ୍ମୀବିଳାସ ଓ ସରସ୍ୱତୀଆ, ହଂସବଲ୍ଲଭ ଏହିପରି 56 ଭୋଗ ହୋଇଥାଏ। ଅନ୍ନ ଭିତରେ ଜଗନ୍ନାଥଙ୍କର ସାଧା ଅନ୍ନ, ଦହି ପଖାଳ, କାନିକା, ଥାଳି ଖିଚୁଡ଼ି, ଅଡ଼ା ପଖାଳ, ଘିଅ ଅନ୍ନ, ମିଠା ପଖାଳ, ଓଡ଼ିଆ ପଖାଳ, ଖେଚୁଡ଼ି ହୋଇଥାଏ। ପିଠା ମଧ୍ୟରେ ସୁଆର ପିଠା, ଝିଲି, କାନ୍ତି, ମଣ୍ଡା, ଅମାଲୁ, ପୁରୀ, ଲୁଚି, ଦହିବରା, ବରା, ଆରିସା, ତ୍ରିପୁରୀ ଇତ୍ୟାଦି ହୋଇଥାଏ। କ୍ଷୀର ଜାତୀୟରେ କ୍ଷୀରି, ପାପୁଡ଼ି, ଖୁଆ, ରସାବଳି, ତାଡ଼ିଆ, ଛେନାଖାଇ, ବାପୁଡ଼ି ଖଜା, ଖୁଆମଣ୍ଡା, ସରପୁଳି ହୋଇଥାଏ। ଡାଲି ଜାତୀୟରେ ବିରି ଡାଲି, ଚଣା ଡାଲି, ମିଠା ଡାଲି, ମୁଗ ଡାଲି, ଡାଲମା, ରାଇତା, ବେସର, ଶାଗ, ବାଇଗଣୀ, ଗୋଟି ବାଇଗଣୀ, ଖଟା, ମହୁର, ପୋଟଳ ରସା ଇତ୍ୟାଦି ହୋଇଥାଏ। ଏହିପରି ନୂଆ ନୂଆ ଭିଡ଼ିଓ ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, କମେଣ୍ଟ ଓ ସେୟାର କରନ୍ତୁ।